ତୁ ମତେ ଆଉ ପୁଅ ପୁଅ ବୋଲି ଡାକୁଛୁ, ମୁଁ ପରେ କେବେଠୁ ତତେ ମା ବୋଲି ଡାକିଲି। ନଡାକ ତୁ ମତେ ମା ବୋଲି ନ ଡାକିଲେ ବି ତୋ ମା ଡାକ ମୋ କାନକୁ ଅହରହ ଶୁଭୁଛି। କଳା କାନୁ ଗୋପପୁର ଛାଡି ଚାଲିଗଲା ପରେ ଯଶୋଦାଙ୍କ କାନକୁ ଯେମିତି ସବୁବେଳେ ବକ୍ସିସ୍ୱର ଶୁଭୁଥିଲା, ଠିକ ସେମିତି ତୁ ମତେ ମା ନ ଡାକିଲେ ବି ତୋ ମା ଡାକ ମୁଁ ସବୁବେଳେ ଶୁଣିପାରୁଛି। ମା ମୋର ଦରକାର ନାହିଁ ନିଜ ମାର ଠିକଣା, ମୁଁ କେବେ ଖୋଜିବିନି, କେବେ ମନେ ପକେଇବିନି। ମୋ ପାଇଁ କେବଳ ତୁ ବଡର ମା। ମା ସବୁବେଳେ ବଡରେ ଧନ। ତୁ ପରା ମୋ ମା। ଦେବକୀ ଆଉ ଯଶୋଦା ଭିତରେ ବହୁତ ଫରକରେ ଧନ। ଦେବକୀଙ୍କ ଭାଗ୍ୟ କଣ ଯଶୋଦାର ଥିଲା? ସେ ପୁରା କଳାକାରଙ୍କୁ 10 ମାସ 10 ଦିନ ପେଟ ଭିତରେ ଜାଗା ଦେଇଥିଲେ। ମୁଁ ଆଜିଠୁ ମୋ ଯଶୋଦା ମାକୁ ଏଇ ଛାତି ଭିତରେ ଜାଗା ଦେବି, କେବେ ଖୋଜିବିନି ମୋ ଦେବକୀ ମାକୁ। ମୋ ଦେବକୀ ଦରକାର ନାହିଁ, ମୋ ପାଇଁ ବଡ ମୋ ମା ଯଶୋଦା।